ସାର୍ ତୁ ସାର୍ ବେଶୀ କଥା ନା ସାର୍ ଠିକ୍ ମୋ ସାଙ୍ଗ ପଡ଼ିଆକୁ କଥା ପାଞ୍ଚ ଲୋକ ଆସିଗଲେ କ'ଣ କରିବା କଥା ସେମାନେ ଯଦି ଜାଣିଦେବେ ଆମେ ମଦ ପିକି ପ୍ରଚାର କରୁଛେ ବଦନାମ କରିଦେବେ ଖଣ୍ଡେ ଭୋଟ ଆମେ ପାଇବାନି। ମୋ ସ୍ତ୍ରୀ କେତେ ମାନସିକ କରିଥିଲା ମୁଁ ଯଦି ଜିତିବି ଆମେ ପୁରୀ ଯିବା ଆଉ ଯଦି ହାରିଯାଏ ସବୁ ଦୋଷ ସେ କଳା ଠାକୁରର କିଛି ହାରିବାର ଚାନ୍ସ ନାହିଁ। ସିଏ ପ୍ରଚାର କରିବେ ଆମେ ପ୍ରଚାର କରିବା ସିଏ ଲୋକଙ୍କୁ ବୁଝେଇବା ଆମେ ଲୋକଙ୍କୁ ବୁଝେଇବା ବୁଝେଇବୁ ତୋରି ବୁଦ୍ଧିରେ ପଡ଼ିକି ମୋ ସ୍ତ୍ରୀଟା ଖାଲି ଡେଇଲା ମୋତେ ଠିଆ କରିଦେଲ ମୁଁ ନିଜେ ବୁଝିକି ଲୋକ କ'ଣ ବୁଝେଇବି କିଛି ତୁ ବୁଝିବା ଦରକାର ନାହିଁ ତୁ ବୁଝିବା କ'ଣ ଦରକାର ତାହେଲେ ଗୋଟିଏ କଥା ତତେ କହୁଛି ବୁଝୁ ଯେଉଁମାନେ ରାଜନୀତି କରନ୍ତି ସେମାନେ କିଛି ବୁଝେ ନା ରାଜନୀତି କ'ଣ ଜାଣିଛୁ ରାଜନୀତି ଆଉ କୂଟନୀତି ଭିତରେ ପ୍ରଭେଦ କ'ଣ ଜାଣିଛୁ କିଛି ଜାଣିନି ପାଲଟା ରାଜନୀତି କରିବୁ ଶୁଣୁ ରାଜନୀତି ତାକୁ କୁହନ୍ତି ଗୋଟେ କୁକୁର ଆସିକି ତ ଘର ଆଗରେ ଭୋଗିବ ଖାଇବା ପାଇଁ ତାକୁ ସବୁ ରୁଟି ଖଣ୍ଡେ ଦେବୁ ପ୍ରଥମ ଦିନ ଖଣ୍ଡେ ରୁଟି ଦ୍ୱିତୀୟ ଦିନ ଆଉ ଖଣ୍ଡେ ରୁଟି ଏମିତି କଣ୍ଟିନ୍ୟୁ 5 ଦିନ ତାକୁ ରୁଟି ଦେବୁ ସେ 6 ଦିନ ବେଳକୁ ତୋ ପୋଷା କୁକୁର ହେଇଯିବ ଆଟ୍ ଇଜ୍ ରାଜନୀତି। କୂଟନୀତି କ'ଣ ଗୋଟେ କୁକୁର ଭୋଗୁଛି ତୋତେ କାମୁଡ଼ିବା ପାଇଁ ତାକୁ କାୟଦା କରି ଧୀରେ ତା ମୁଣ୍ଡକୁ ଆଉଁସୁଥିବୁ ବାଁ ହାତରେ ଆଉଁସୁଥିବୁ ଡାହାଣ ହାତରେ ଠେଙ୍ଗା ଖୋଜୁଥିବୁ ଠେଙ୍ଗାଟା ପାଇଲା ପରେ କଷି ଦେବୁ ଏକ ପାହାଡ଼ କାହିଁକି ପଳେଇବ ଦ୍ୟାଟ୍ ଇଜ୍ କୂଟନୀତି। ତେଣୁ ଯେଉଁମାନେ ରାଜନୀତି କରନ୍ତି ସେମାନେ କିଛି ବାଳ ବୁଝିନଥାନ୍ତି ସେମାନଙ୍କ ପାଖରେ ଖାଲି ପଇସା ଥାଏ। ରାଜନୀତି ବୁଝିବା ଲୋକ ଆମ ଲୋକଙ୍କୁ ବୁଝିବା ଲୋକ ହେଉଛି କୁଜିନେତାଙ୍କର ଆମେ କୁଜିନେତା ଆମେ ଲୋକଙ୍କୁ ବୁଝେଇବୁ। ବର୍ତ୍ତମାନ ମିଟିଂ ଜାଗା ହେଉଛି କିଏ ବହିଛି କେତେ ଲୋକ ବହିଛି ମାଳି ବହିଛି ଅଣ୍ଡିଆ ବହିଛି କିଛି ଦେଖିବୁ ଡାଇରେକ୍ଟ ଯିବୁ ଧରିବୁ କ'ଣ ନେବୁ ଏଇଟା କ'ଣ ଗଡ଼ିଶ ନା ଚେଙ୍ଗ